ହ୍ୟାଲୋ ହାଇ ମୋ ନାଁ ହେଲା ଅଭି। ଆଜି ମୁଁ ଦେଖେଇବି ଗୋଟେ ଛେଳିର କଷ୍ଟ, ଗୋଟେ ଛେଳିର ଯନ୍ତ୍ରଣା। ଏ ଛେଳି ଦୀର୍ଘ 2 ଦିନ ହେବ ବହୁତ କଷ୍ଟରେ ଘରେ ପଡ଼ିକି ରହିଯାଇଥିଲା। ଆର ମୁଖ୍ୟ କାରଣ, କଷ୍ଟ ଯନ୍ତ୍ରଣା ହେବା ମୁଖ୍ୟ କାରଣ ହେଉଛି ଛେଳି ପ୍ରେଗନେଣ୍ଟ ଥିଲା। ପ୍ରେଗନେଣ୍ଟ ଥିବା ସମୟରେ ଛେଳିକୁ ବାହାରକୁ ଛାଡ଼ିଥିଲେ। ବାହାରକୁ ଖାଇକି ଆସିଲା ବେଳକୁ କୌଣସି ଲୋକ ପେଟରେ ପଥର ମାରିଦେବା ହେତୁ ୟୁଟ୍ରସରେ ଛୁଆଟା ମରିକି ପେଟରେ ୟୁଟ୍ରସରେ ଫସିକି ରହିଯାଇଥିଲା। ପେଟରେ ୟୁଟ୍ରସରେ ଛୁଆଟା ଯେତେବେଳେ ମରିଗଲା, ଛେଳିକୁ ବହୁତ ଯନ୍ତ୍ରଣା, ବହୁତ କଷ୍ଟ, ବହୁତ ଦୁଃଖରେ ସେ ଘରେ ରହିଯାଇଥିଲା। ପେଟରେ ଛୁଆ ମରିଯିବା କାରଣରୁ ତା ୟୁରିନ୍ ବନ୍ଦ ହେଇଯାଇଥିଲା, ଝାଡ଼ା ମଧ୍ୟ ବନ୍ଦ ହେଇଯାଇଥିଲା, ଖାଇବା ପିଇବା ମଧ୍ୟ ସେ ଛାଡ଼ି ଦେଇଥିଲା। ତ ବହୁତ କଷ୍ଟରେ ଛେଳିଟା ଘରେ ପଡ଼ିକି ରହିଯାଇଥିଲା। ତ ମୁଁ ଯାଇକି ତାର ଟ୍ରିଟମେଣ୍ଟଟା, ଚିକିତ୍ସାଟା ଆରମ୍ଭ କରିଦେଇଥିଲି। ତ ମୁଁ ପ୍ରଥମେ ଗଲି ଯାଇକି କିଛି ତାକୁ ଆନେସ୍ଥେସିଆ ଦେଲି, ଯାହାକି କଷ୍ଟ ଯନ୍ତ୍ରଣା ନ ହେବା ପାଇଁ ମୁଁ କିଛି ଆନେସ୍ଥେସିଆ ଇଞ୍ଜେକ୍ସନ୍ ଦେଲି। ତାପରେ ମୁଁ ଭଲ ଭାବରେ ୟୁଟ୍ରସରେ ଏବଂ ଭଲଭାଲିସରେ ଭଲ ଭାବରେ ଅଏଲିଂ କଲି। କାହିଁକିନା ତେଲ ମାଲିସ କରିବାଟା ଭେରି ଇମ୍ପୋର୍ଟାଣ୍ଟ। କାହିଁକିନା ପେଟରେ ଛୁଆ ଯେତେବେଳେ ମରିଯାଇଥାଏ, ସେତେବେଳେ ଅଏଲ୍ ଲୁବ୍ରିକେସନ୍ଟା ନଥାଏ। ତାପରେ ଆମ ହାତରେ ଲୁବ୍ରିକେସନ୍ ଅଏଲ୍ ମାଲିସ କରିବାଟା ଭେରି ଇମ୍ପୋର୍ଟାଣ୍ଟ। କାହିଁକିନା ଆମେ ଯେତେବେଳେ ୟୁଟ୍ରସରେ ହାତ ନେଇଥାଉ ତ ଛେଳିକୁ ବହୁତ କଷ୍ଟ ହୋଇଥାଏ। ଛେଳିକୁ କଷ୍ଟ ନ ହେବା ପାଇଁ ଆମକୁ ଆନେସ୍ଥେସିଆ ଆଣ୍ଡ ଲୁବ୍ରିକେସନ୍ କରିବାଟା ଭେରି ଇମ୍ପୋର୍ଟାଣ୍ଟ। ତାପରେ ମୁଁ ୟୁଟ୍ରସରେ ହାତ ନେଲି। ହାତ ନେଇକି ଦେଖିଲି ଯେ ଛୁଆଟା ମରିକି ୟୁଟ୍ରସ ଭିତରେ ଫସିକି ରହିଯାଇଛି। ତ ସେଇଥିପାଇଁ ଛେଳିଟା ଆଉ ଛୁଆ ଦେଇପାରିଲା ନାହିଁ। ତ ମୁଁ ତାକୁ ଭଲ ଭାବରେ ୟୁଟ୍ରସ ଭଲଭାଲିସ ସବୁକୁ ଭଲ ଭାବରେ ମାଲିସ କରିଲି। ହାତକୁ ବି ମାଲିସ କଲି। ମାଲିସ କଲା ପରେ ମୁଁ ଧୀରେ ଧୀରେ ସ୍ଲୋଲି ଦେଖୁ ଛେଳିକୁ ବହୁତ କଷ୍ଟ ହେଉଛି, ବହୁତ ଯନ୍ତ୍ରଣା ହେଉଛି। ଦୀର୍ଘ 2 ଦିନ ହେବ ସେ କିଛି ମଧ୍ୟ ଖାଇନି। ତାପରେ ମୁଁ ଧୀରେ ଧୀରେ 2ଟା ହାତକୁ ନେଇକି ଦେଖିଲି ଯେ ପେଟରେ ଛୁଆଟା ମରିକି ରହିଯାଇଛି। ତ ମୁଁ ଧୀରେ ଧୀରେ ତାକୁ ଟାଣିବା ପାଇଁ ଲାଗିଲି, କିନ୍ତୁ ଗୋଡ଼ ଟାଣିଲେ କେବେ ମଧ୍ୟ ଆସିନଥାଏ। ତାକୁ ଗୋଡ଼ଟାକୁ ମୁଁ ଭିତରେ କରିକି ହାତଟାକୁ ଭଲ ଭାବରେ ମୁଁ ମାଲିସ କରିକି, ମେନ୍ ହେଉଛି ଲୁବ୍ରିକେସନ୍ କରିବାଟା ଭେରି ଇମ୍ପୋର୍ଟାଣ୍ଟ। କାହିଁକିନା ଲୁବ୍ରିକେସନ୍ କରିବା ଦ୍ୱାରା ୟୁଟ୍ରସରେ କିଛି ତେଲ ଆମେ ଭିତରେ ପଶାଇ ଦେଲେ ଆମେ ଛୁଆଟାକୁ ବି ସହଜରେ ଆମେ ବାହାରକୁ କେମିତି 5 ମିନିଟରେ ଆମେ କେମିତି ଛେଳିଟାକୁ ଡେଲିଭରି କରିପାରିବା। କାହିଁକିନା ଛେଳିଟାକୁ ବହୁତ କଷ୍ଟ ହେଉଛି, ବହୁତ ଯନ୍ତ୍ରଣା ହେଉଛି। ତାକୁ ଆମେ ଯଥାଶୀଘ୍ର ଆମେ ତାକୁ ଡେଲିଭରି କରିବାକୁ ପଡ଼ିବ। ଦେଖନ୍ତୁ, ମୁଁ ୟୁଟ୍ରସ୍ ଭିତରକୁ ହାତ ପଶାଇଲି। ହାତ ପଶାଇକି ମୁଁ ତା ମୁଣ୍ଡକୁ ଧରିକି ସାଇଜ୍ କଲି। କାହିଁକିନା ଯେଉଁ ୟୁଟ୍ରସ୍ ଭିତରେ ଫସିକି ରହିଯାଇଥିଲା, ବେକଟା ଲାଗିକି ରହିଯାଇଥିଲା। ମୁଁ ତାକୁ ସ୍ଲୋଲି ତାକୁ ସାଇଜ୍ କରୁଛି। ୟୁଟ୍ରସ୍ ଭିତରେ ହାତ ପଶାଇକି ତାକୁ ମୁଁ ସ୍ଲୋଲି ସାଇଜ୍ କରିକି ତାକୁ ମୁଁ ସ୍ଲୋଲି ପ୍ରଥମେ ମୁଁ ତା ମୁଣ୍ଡଟାକୁ ଧୀରେ ଧୀରେ ମୁଁ ଟାଣିବି। କାହିଁକିନା ମୁଣ୍ଡଟା ଟାଣିବାଟା ହେଉଛି ଭେରି ଇମ୍ପୋର୍ଟାଣ୍ଟ। ଫାର୍ଷ୍ଟ ଆମେ ମୁଣ୍ଡଟାକୁ ବାହାର କରିବା, ତାପରେ ଗୋଡ଼ଟାକୁ ଟାଣିଲେ ସେ 2 ମିନିଟରେ ବାହାରକୁ ପଳାଇ ଆସିଥାଏ। ଦେଖନ୍ତୁ, ମୁଁ 2ଟା ହାତରେ ୟୁଟ୍ରସରେ ହାତ ପଶାଇକି ତାକୁ ମୁଁ ସାଇଜ୍ କରୁଛି। ତା ମୁଣ୍ଡଟା ୟୁଟ୍ରସ ଭିତରେ ଫସିକି ରହିଯାଇଛି। ସେଇଥିପାଇଁ ଛେଳିଟା ଛୁଆ ଦେଇପାରିଲା ନାହିଁ। ସେଇଥିପାଇଁ ଛେଳିକୁ ବହୁତ କଷ୍ଟ ହେଲା। ବହୁତ ସେ ଚେଷ୍ଟା କରୁଛି ଛେଳି ଛୁଆ ଦେବା ପାଇଁ, କିନ୍ତୁ ଛୁଆଟା ପେଟରେ ୟୁଟ୍ରସରେ ମରିଯିବା ହେତୁ ସେ ଆଉ ଛୁଆଟା ଜନ୍ମ କରିପାରିଲା ନାହିଁ। ବହୁତ କଷ୍ଟରେ ଥିଲା। ଦେଖନ୍ତୁ, ମୁଁ ତାକୁ ସ୍ଲୋଲି ମୁଣ୍ଡଟାକୁ ବାହାରକୁ କରିଥିଲି। ବାହାରକୁ କଲା ପରେ ତା 2ଟା ଗୋଡ଼ଟାକୁ ମୁଁ ସାଇଜ୍ କରିଛି। ଆଗରୁ ସାଇଜ୍ କଲା ପରେ ଦେଖନ୍ତୁ, ମୁଁ 5 ମିନିଟରେ ମୁଁ ଡେଲିଭରି କରିଦେଲି। କାହିଁକିନା ୟୁଟ୍ରସ୍ ଭିତରେ ଫସିକି ରହିଯାଇଥିଲା। ଦେଖନ୍ତୁ, ମୁଁ ତାକୁ ସ୍ଲୋଲି ଟାଣିଦେଲି। ତାକୁ ମୁଁ ଡେଲିଭରି ସ୍ଲୋଲି ଏକଦମ 5 ମିନିଟରେ ମୁଁ କରିଦେଲି। ଦେଖନ୍ତୁ, ଛେଳିକୁ କେତେ କଷ୍ଟ ହେଉଥିଲା, କେତେ ଯନ୍ତ୍ରଣା ହେଉଥିଲା। ଏବେ ଛେଳିଟା ବହୁତ ସୁସ୍ଥ ଏବଂ ସବଳ ହେଇଯିବ, କିଛି ଅସୁବିଧା ନାହିଁ। ଦେଖନ୍ତୁ, ସବୁ କଲା ପରେ ମୁଁ ପୁଣି ଚେକିଂ କରୁଛି, କାଳେ ୟୁଟ୍ରସ୍ ଭିତରେ ପୁଣି ଆଉ ଗୋଟେ ଛୁଆ ରହିଯାଇଥାଇପାରେ। ତ ସେଇଥିପାଇଁ ମୁଁ ଆଉ ପୁଣି ଚେକିଂ କଲି। ଚେକିଂ କଲା ପରେ ତା ପେଟରେ ଆଉ ଛୁଆ ନାହିଁ। ତାପରେ ମୁଁ ତା ପ୍ଲେସେଣ୍ଟା ମୁଁ ରିମୁଭ୍ କରିଦେବି। ଦେଖନ୍ତୁ, ମୁଁ ଚେକିଂ କରୁଛି ତା ପେଟରେ କାଳେ ଛୁଆ ଥିବ, କାଳେ ଛେଳିଟାକୁ ଆଉ କଷ୍ଟ ହେବ। ତ ସେଇଥିପାଇଁ ମୁଁ ଚେକିଂ କଲି। ଚେକିଂ କଲା ପରେ ୟୁଟ୍ରସ୍ ଆଉ ଛୁଆ ନାହିଁ। ତାପରେ ତା ପ୍ଲେସେଣ୍ଟା ମୁଁ ରିମୁଭ୍ କରିଦେବି। କରିଦେଲା ପରେ ମୁଁ କିଛି ତାକୁ ଇଞ୍ଜେକ୍ସନ୍ ଦେବି। ଆଉ କିଛି ଦେଲା ପରେ ସେ ସୁସ୍ଥ ଏବଂ ସବଳ ହୋଇକି ପୁଣି ସେ ନୂଆ ଲାଇଫ୍ ସେ ପାଇବ। ପୁଣି ଆଉ
2-3 ମାସ ପରେ ସେ ପୁଣି ସେ ମା ହେଇପାରିବ। ଦେଖନ୍ତୁ କେତେ କଷ୍ଟରେ ଛେଳିଟା ପଡ଼ିକି ରହିଥିଲା। ତ ପଶୁମାନଙ୍କର ଦୁଃଖ ଏବଂ କଷ୍ଟ ସବୁ ଆପଣମାନେ ଦେଖିବା ପାଇଁ ଚାହୁଁଛନ୍ତି ତାହେଲେ ଅଭି ଭେଟ୍ ଚ୍ୟାନେଲ୍ ବା ୟୁଟ୍ୟୁବ୍ ଚ୍ୟାନେଲ୍ ତ ଆପଣମାନେ ଦେଖିପାରିବେ ସେଇଠି ପଶୁମାନେ କେତେ କଷ୍ଟରେ ବଞ୍ଚୁଛନ୍ତି।